ଜୟ ଜଗନ୍ନାଥ। ଶୁଭ ସକାଳ ବନ୍ଧୁ। ଚାଲି ଯାଉ ଯେବେ ତୋହି ମାଉସୀ ଘରକୁ, ଚାହିଁ ରହିଥାଏ ତୋର ଫେରିବା ବାଟକୁ। ନମସ୍କାର, ଜୟ ଜଗନ୍ନାଥ ବନ୍ଧୁ। ଆଜି ପବିତ୍ର ବକୁଳ ଅମାବାସ୍ୟାର ଶୁଭ ଅଭିନନ୍ଦନ। ତେଣୁ ଯାହା ହେଉଛି ହଉ, କିନ୍ତୁ ଆମର ପରିବାରରେ ଏଇ କର୍ମ ତ କରିବାକୁ ପଡ଼ିବ। ପିତୃଲୋକଙ୍କ ପାଇଁ ଆଜି ଶ୍ରାଦ୍ଧ ଟିକେ ଦେବାକୁ ପଡ଼ିବ, ଯେହେତୁ ପବିତ୍ର ବକୁଳ ଅମାବାସ୍ୟା। ଆଉ ଏଇ ଦିନ ପୂଜା ବସୁଦେବ ଟିକେ ହୁଏ, ଯେଉଁଟାକୁ ଆମେ ଚୁଲି ମୁଣ୍ଡ ପୂଜା କହୁଛେ। ଏହି ପରମ୍ପରା ଆମେ ରକ୍ଷା କରୁଛୁ, ଯେହେତୁ ବ୍ରାହ୍ମଣ ପରିବାର ମାନେ ସବୁ ପରମ୍ପରା ପ୍ରାୟ ଭରପୁର ହେଇକି ଅଛି। ଆଉ ମାଙ୍କୁ, ଦୁର୍ଗା ମାଙ୍କୁ, ଲକ୍ଷ୍ମୀଙ୍କୁ ତଥା ଆମର ପବିତ୍ର ଶାଳଗ୍ରାମ ମହାପ୍ରଭୁଙ୍କୁ ଆମେ ବଉଳ ପିନ୍ଧାଇ ତଥା ଆମର ପିତୃଲୋକଙ୍କ ପାଇଁ ଉଦ୍ଦେଶ୍ୟରେ ଯେଉଁ ଶ୍ରାଦ୍ଧ କରାଯିବ, ସେଇଥିରେ ବଉଳ ପକାଇକି ଆମେ ପୂଜା ବସୁଦେବ କରିବାକୁ ପଡ଼େ। ଏହି ପରମ୍ପରା ଆମେ ରକ୍ଷା କରିଛୁ, ଯେହେତୁ ପବିତ୍ର ପ୍ରାଚୀନ ପରମ୍ପରା ହେଲେ ମଧ୍ୟ ଆମେ ତାକୁ ରଖିଛୁ, ପରମ୍ପରାର ସମ୍ମାନ ରଖିଛୁ। ଆମ ପରମ୍ପରା, ଆମ ଐତିହ୍ୟ, ଆମ ଯେଉଁ ପୂଜା ପାର୍ବଣ, ସେହି ପୂଜା ପାର୍ବଣର ପବିତ୍ର ଦିନରେ ଆମେ ସେଇ ଗୌରବମୟ ଗାଥାକୁ ବହନ କରୁଛୁ, ଯେହେତୁ ସମସ୍ତେ ଆମେ କରିବାକୁ ପଡ଼ିବ ସେହି କାର୍ଯ୍ୟ ଗୁଡ଼ାକ। ଏବଂ ତତ୍ପର ପରେ ମହାପ୍ରଭୁଙ୍କ ପାଇଁ ପୂଜା ଅଟକାଳି, ଯାହାକୁ ଆମେ ଅଟକାଳି କୁହାହେଉଛି, ତାକୁ ପବିତ୍ର ଅମାବାସ୍ୟାରେ ପୂଜା କରାଯାଏ। ତାପରେ ପୂଜା ବସୁଦେବ ପିତୃଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥାଏ ଆମର ପୂଜା ବସୁଦେବ। ଏବଂ ପୂଜା ବସୁଦେବ କୁଶତ୍ରୟମ୍ ଗୋମେୟ ଉଦକ ପାତ୍ରମ୍ ପୁନଃ କୁଶତ୍ରୟମ୍ କରିକି ଆମେ ଆମର ପିତୃଲୋକଙ୍କ ପାଇଁ ସମର୍ପଣ କରାଯାଇଥାଏ। ତାପରେ ପରେ ଆମେ କୁଶତ୍ରୟମ୍ ଗୋମେୟ କରିକି ଆମେ ପୂଜା କରିଥାଉ। ଅଗ୍ନିକୁ ମଧ୍ୟ ଆମେ ସନ୍ତୁଷ୍ଟ କରିବାକୁ ପଡ଼ିଥାଏ। ସେଥିପାଇଁ ଚୁଲି ମୁଣ୍ଡରେ ଆମର ଏହି ପୂଜାଟି କରାଯାଏ। ପରେ ପରେ ଆମେ ଆମର ବାପାଙ୍କ ଘର, ଅଜାଙ୍କ ଘର ଏବଂ ଆମର ଜେଜେମା, ସମସ୍ତ ତିନି ନଅ ପୁରୁଷକୁ ଆମେ ଶ୍ରାଦ୍ଧ ଦେବାର ଏହି ପରମ୍ପରା ବିଧି ରହିଛି। ଆଉ ଏହିସବୁ ବିଧିକି ସପୋର୍ଟ କରିବା ପାଇଁ ତ ସହଧର୍ମିଣୀ ନିତାନ୍ତ ଆବଶ୍ୟକ। ପାଖରେ ନ ରହିଲେ ଆମର ଏଇ କାର୍ଯ୍ୟ ଗୁଡ଼ାକ ମାନେ ହେଇପାରିବନି। ଏହି ପରମ୍ପରା ଯେହେତୁ ଆଉ କେଉଁ ପୂଜା ପାର୍ବଣ ଖାଲି ନାହିଁ, ସବୁ ପୂଜା ପାର୍ବଣ ଆମରି ଘରେ ଅଛି। ତେଣୁ ସମସ୍ତ ପରମ୍ପରାକୁ ଆମେ ମାନିବାକୁ ପଡ଼େ। ତତ୍ସଙ୍ଗେ ସଙ୍ଗେ ଏଇ ଯେଉଁ ପାର୍ବଣ, ଏଇ ପାର୍ବଣ ଗୁଡ଼ାକରେ ଆମେ ତତ୍ପରେ ପୂଜା ବସୁଦେବ କାର୍ଯ୍ୟ ସମ୍ପନ୍ନ ହେଲା ପରେ ପୁଣି ଆମେ ଚଣ୍ଡାଳ ବାୟସ ଶ୍ୱାନକୁ ପୂଜା କରିବାକୁ ପଡ଼ିଥାଏ।